ବନ୍ଧୁ ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା। ରାମ କହିବା ହିସାବରେ ରୋହି କହିବା ହଁ ଠିକ୍ ଅଛି ମୁଁ ଯିବା ପାଇଁ ରେଡ଼ି, ବାସ୍ ତମେ ଖାଲି ସେ ରିପୋର୍ଟଟା ଖାଲି ଦେଖିନିଅ, ଦେନ୍ ୱିଲ୍ ଗେଟ୍ ଟୁ ନୋ କି ସତଟା କ'ଣ। ତାପରେ ଯଶୋଦା କହିବେ କି ଜମା ବି ଜାଣିପାରିବନି ସତ, କେବେ ବି ସତ ସାମ୍ନାକୁ ଆସିବନି ଦୁର୍ଗା, କେବେ ବି ଆସିବନି। ତାପରେ ଦୁର୍ଗା କହିବେ କି ହେଲେ କେମିତି ମମ୍, କେମିତି ସତ ଜାଣିପାରିବନି ରୋହି। ଯଶୋଦା କହିବେ କି ତୋର ମନେ ଅଛି ଦୁର୍ଗା, ରୋହି ଯେତେବେଳେ କହିଲେ ଯେ ସେ ଏକ୍ସପୋର୍ଟ ତାକୁ ଆଉ ଗୋଟେ କପି ମେଲ୍ କରିଛି ବୋଲି, ତୋର ମନେ ଅଛି ନା? ମୁଁ ସେତେବେଳେ ସେ କଥା ରାଜନକୁ ଜଣେଇ ଦେଇଥିଲି, ଆଉ ରାଜନ ସେ କାମ ସେ ନିଜେ କରିଦେଇଛି, ସେ କପିକି ସେ ଡିଲିଟ୍ କରିଦେଇଛି। ତାପରେ ମଞ୍ଜୁ କହିବେ କି ମାନେ କେମିତି ସମ୍ଭବ ହେଲା ମା, ଏଇଟା କେମିତି ହେଲା? ଯଶୋଦା କହିବେ କି ରୋହି ମେଲରୁ ସେ ରିପୋର୍ଟକୁ ରାଜନ ଡିଲିଟ୍ କରିଦେଇଛି। ଏବେ ତୋର ଡରିବାର କିଛି ନାହିଁ ଦୁର୍ଗା, ନା ରୋହି ପାଖରେ କିଛି ପେପର ପ୍ରୁଫ୍ ଅଛି ନା ଡିଜିଟାଲ ପ୍ରୁଫ୍। ସିଏ ଏବେ ତୋର କିଛି କରିପାରିବନି, ନା ଆମର କିଛି କରିପାରିବ। ସେ ପାଗଳ ପରିକା ହେଉଥିବ। ଘର ଲୋକ ସେ ପେପରକୁ ଦେଖିନାହାନ୍ତି ଦୁର୍ଗା, ତୁ ଠିକ୍ କରିଛୁ, ସେ ପେପରକୁ ଚିରି ଦେଇଛୁ, କଂଗ୍ରାଚୁଲେସନ୍ ବେଟା। ତାପରେ ଯଶୋଦା କହିବେ କି ତୁ କିଛି ନ କରିକି ସେ ରୋହିଠାରୁ ସେ ପେପର ଆଣିକି ତୁ ଚିରି ଦେଇଛୁ, ଠିକ୍ କରିଛୁ, ଆଉ ସେ ରୋହିଠାରୁ ୱିଲ୍ କରିସାରିଛୁ। ତ ମୁଁ ବହୁତ ଖୁସି ଦୁର୍ଗା, ତୁ ଏ କାମଟା ଠିକ୍ କରିଦେଇଛୁ, କାରଣ ସେ ପେପରଟା ଅରିଜିନାଲ୍ ଥିଲା, ଯେଉଁଟା ରୋହି ଆମକୁ ପ୍ରୁଫ୍ କରିଦେଇଥାନ୍ତା। କଂଗ୍ରାଚୁଲେସନ୍ ଦୁର୍ଗା। ତାପରେ ରୋହି କ'ଣ କରେ ନା ତାର ଲ୍ୟାପଟପ୍ ନେଇକି ଆସେ, ଆଉ ଠିକ୍ ସେତିକିବେଳେ ରତନ କହିବେ କି ଦେଖି କେମିତି ଟିକେ ରହିଯା, ମୁଁ ଟିକେ ଜାଗା ସଜାଡ଼ି ଦିଏ, ଯେମିତି ତତେ ଦେଖିବାକୁ ସୁବିଧା ହେବ। ହଁ ଏଇଠି ରଖିକି ଦେଖାଯାଏ, ଯେମିତି ସମସ୍ତେ ଦେଖିବେ ଆଉ ସତ୍ୟ ଜାଣିବେ। ତାପରେ ରୋହି କ'ଣ କରେ ନା ତା ଲ୍ୟାପଟପ୍କୁ ଖୋଲେ, ଆଉ ତା ଲ୍ୟାପଟପ୍ ଚେକ୍ କରେ, ଆଉ କହେ କି ଆରେ ସେ ମେଲ୍ କୁଆଡ଼େ ଗଲା, ଆରେ ସେ ମେଲ୍ କୁଆଡ଼େ ଗଲା, ଓ ଗଡ୍ କୁଆଡ଼େ ଗଲା ସେ ମେଲ୍। ମାନେ ବହୁତ ରାଗିଯାଏ ମୋତେ ରୋହି, ମେଲ୍ କୁଆଡ଼େ ଗଲା କହିକି ବିରକ୍ତି ମଧ୍ୟ ହେଇଯାଏ। ଆଉ ଠିକ୍ ସେତିକିବେଳେ ରାମ କହିବେ କି ଯଶୋଦା ମ୍ୟାଡ଼ାମ୍ ଠିକ୍ କଥା କହୁଥିଲେ ଆଉ। ତାପରେ ରୋହି କହିବେ କି ରାମ ମୁଁ, ତାପରେ ରାମ ପୁଣି କହିବେ କି ତମ ଟ୍ରିଟମେଣ୍ଟ ବିଷୟରେ ମୋର ନା ଭାବିବା ଦରକାର ଥିଲା, କାହିଁକି ନା ତମ ମୁଣ୍ଡଟା ହିଁ ଖରାପ ହେଇଯାଇଛି। ତାପରେ ରାମ କଥା ଶୁଣି ଘର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି। ତାପରେ ରାମ କହିବେ କି ଛି, ଆଇ ମିନ୍ ୟୁ ରିଏଲ୍ ନିଡ୍ ମେଡ଼ିକାଲ ହେଲ୍ପ। ରୋହି କହିବେ କି ରାମ ମୁଁ ପାଗଳି ନୁହେଁ, ତମେ ମୋ ସାଥ ଦେବା ବଦଳରେ ତମେ କହୁଛ ସେ ଚିକି ହିଁ ଠିକ୍, ହଁ। ତାପରେ ରାମ କହିବେ କି ନୋ, ମୁଁ ତାକୁ ସପୋର୍ଟ କରୁଛି ଯେଉଁଟା ସତ, ଓକେ। ଏବେ କିନ୍ତୁ ଡିଲ୍ ହିସାବରେ ତମକୁ ଏ ଘରୁ ଯିବାକୁ ହେବ। ଆର୍ ୟୁ ରେଡ଼ି, ମାନେ ତମର ମନ ଅଛି ନା ନାହିଁ ସିଆ। ତାପରେ ରୋହି କହିବେ କି ହ୍ୱାଟ୍, ମୁଁ ଯିବିନି ଏ ଘରୁ ରାମ, ମୁଁ ଟୋଟାଲି ହିଁ ଯିବିନି। ରାମ କହିବେ କି ଦେଖିବା ଆଉ ତମେ କେମିତି ଯିବନି, ଆଉ ତମକୁ କିଏ ଅଟକେଇବ, ଆଉ ମୁଁ ଟିକେ ଦେଖିବି। ଆଉ ଡିଲ୍ ହିସାବରେ ହିଁ କଥା ହେଇଛି କି ତମେ ପ୍ରମାଣ ନ କରିଲେ ଯାଇ ବାହାରିବା ପାଇଁ ରେଡ଼ି ହେଇଯାଅ। ସୋ ଫ୍ରେଣ୍ଡସ୍, ରୋହିକୁ କ'ଣ ରାମ ଘରୁ ବାହାର କରିଦେବା, ହଁ କି ନା? ଜାଣିବାକୁ ହେଲେ ତୋ ପାଇଁ ତୋରି ପାଇଁର ଅପଡ଼େଟ୍ ପାଇବା ପାଇଁ ହେଲେ ମୋ ଚ୍ୟାନେଲରେ ଯୋଡ଼ି ହେଇ ରୁହନ୍ତୁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।